ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ୱିକଲି କରେଣ୍ଟ ଆଫେୟର୍ସ। PDF ପାଇବା ପାଇଁ ହେଲେ ଆପଣମାନେ ଜଏନ୍ କରିପାରିବେ ଆମର ଟେଲିଗ୍ରାମ ଗ୍ରୁପ୍, ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି। ଆଜିର ପ୍ରଥମ ପ୍ରଶ୍ନ, ହୁଇଚ୍ ହୋଷ୍ଟ ଦ ବ୍ରିକ୍ସ ସମିଟ୍ 2026? କେଉଁ ଦେଶ 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, Who has won the French Open 2025 Women's Single Title? କିଏ ଫ୍ରାନ୍ସ ଓପନ୍ 2025 ମହିଳା ସିଙ୍ଗଲ ଟାଇଟଲ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, କୋକୋ ଗୌଫ। ପରବର୍ତ୍ତୀ ପ୍ରଶ୍ନ, Who will represent India at the G7 summit to be held in Canada recently? କାନାଡାରେ ସମ୍ପ୍ରତି ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ କିଏ ଭାରତକୁ ପ୍ରତିନିଧିତ୍ୱ କରିବେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ, When is World Ocean Day celebrated? ବିଶ୍ୱ ମହାସାଗର ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, 8 ଜୁନ୍। ପରବର୍ତ୍ତୀ ପ୍ରଶ୍ନ, Who has been appointed as a part-time member of the 16th Finance Commission? ଷୋଡ଼ଶ ଅର୍ଥ କମିଶନର କାହାକୁ ଅଂଶକାଳୀନ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଟି ରବିଶଙ୍କର। ପରବର୍ତ୍ତୀ ପ୍ରଶ୍ନ, How many people have come out of extreme poverty in India from 2011 and 12 to 2022 and 23 as per the World Bank report? ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ 2011-12ରୁ 2022 ପର୍ଯ୍ୟନ୍ତ ଭାରତରେ କେତେ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ସୀମାରୁ ବାହାରି ଆସିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, 269 ମିଲିୟନ। ପରବର୍ତ୍ତୀ ପ୍ରଶ୍ନ, Who has won the ICC Men's Player of the Month May 2025 award? କିଏ ମେ ମାସର ICC ପୁରୁଷ ଖେଳାଳି 2025 ପୁରସ୍କାର ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ମହମ୍ମଦ ୱାସିମ୍। ପରବର୍ତ୍ତୀ ପ୍ରଶ୍ନ, Researchers from which institute have discovered evidence of human settlement dating back to 5,000 years ago from Harappa and in Kutch, Gujarat? ଗୁଜରାଟର କଚ୍ଛର ହରପ୍ପାରୁ 5,000 ବର୍ଷ ପୂର୍ବେ ମାନବ ବସତିର ପ୍ରମାଣ କେଉଁ ପ୍ରତିଷ୍ଠାନର ଗବେଷକମାନେ ଆବିଷ୍କାର କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, IIT ଗାନ୍ଧୀନଗର। ପରବର୍ତ୍ତୀ ପ୍ରଶ୍ନ, Who has won the men's title in Norway Chess 2025? ନରୱେ ଚେସ୍ 2025ରେ ପୁରୁଷ ବର୍ଗର ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଡି ଗୁକେଶ। ପରବର୍ତ୍ତୀ ପ୍ରଶ୍ନ, Daji Pangsikar was an eminent scholar, writer and thinker of which field who has passed away recently? ଦାଜି ପାଂସିକର କେଉଁ କ୍ଷେତ୍ରର ଜଣେ ପ୍ରସିଦ୍ଧ ବିଦ୍ୱାନ, ଲେଖକ ଏବଂ ଚିନ୍ତକ ଥିଲେ ଯାହାଙ୍କର ନିକଟରେ ଦେହାନ୍ତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ମାରାଠୀ ଲିଟରେଚର। ପରବର୍ତ୍ତୀ ପ୍ରଶ୍ନ, Where was the 4th India Central Asia Dialogue held? ଚତୁର୍ଥ ଭାରତ ମଧ୍ୟ ଏସିଆ ଆଲୋଚନା କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ନ୍ୟୁ ଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, Who has recently received the most influential environmentalist award? ସମ୍ପ୍ରତି କିଏ ସବୁଠାରୁ ପ୍ରଭାବଶାଳୀ ପରିବେଶବାଦୀ ପୁରସ୍କାର ପାଇଛନ୍ତି?
यार सठिक उत्तर टी हूँ ऑप्शन बी आचार्य प्रशांत।